କୋଶଳପାଟଣାର ଏକ ଅଞ୍ଚଳ ହେଉଛି ଜରାସିଂହା। ଏହା ଲୋକଲୋଚନକୁ ଆସିପାରି ନାହିଁ। ମାର୍କଣ୍ଡେୟ ପୁରାଣରେ ଜରା ଦେବୀଙ୍କର ନାମ ଉଲ୍ଲେଖ ରହିଛି। ପାର୍ବତୀଙ୍କର 1008 ଅବତାର ମଧ୍ୟରୁ ଜରା ରୂପ ଅନ୍ୟତମ। ମା ଜରା ଭବାନୀ ଅର୍ଥାତ୍ ପାର୍ବତୀ ଚନ୍ଦ୍ରବଂଶୀ ରାଜାଙ୍କର କୁଳଦେବୀ ଏବଂ ମହାଦେବ କୁଳଦେବତା ଅଟନ୍ତି। ଏହା ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ହୋଇଛି। ଚନ୍ଦ୍ରବଂଶର ଅନେକ ଶାଖା ରହିଛି। ଚନ୍ଦ୍ରବଂଶୀ ରାଜାମାନଙ୍କର କାର୍ଯ୍ୟ ହେଉଛି ସୃଷ୍ଟିକୁ ସୁରକ୍ଷିତ ରଖିବା। ଏହି ବଂଶର ପ୍ରଥମ ରାଜା ପୁରୁଙ୍କୁ ନେଇ ପୁରୁ ବଂଶର ସୃଷ୍ଟି ହୋଇଛି। କାଳକ୍ରମେ ଏହି ବଂଶକୁ ଭରତ ବଂଶ, ପୁରୁ ବଂଶ, ବୃହଦ୍ରଥ ବଂଶ ବୋଲି କୁହାଗଲା। ପୁରୁଙ୍କ ଭାଇ ଯଦୁଙ୍କ ଠାରୁ ଯଦୁବଂଶ ଉତ୍ପତ୍ତି ହୋଇଛି। ସେହି ବଂଶରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ଯଦୁବଂଶରୁ ଜଡ଼େଜା, ଯାଦୁନ, ଭାଟି ଇତ୍ୟାଦି ବଂଶ ମଧ୍ୟ ସୃଷ୍ଟି ହେଲା। ବୃହଦ୍ରଥ ବଂଶର ସର୍ବଶ୍ରେଷ୍ଠ ଶକ୍ତିମାନ ଚକ୍ରବର୍ତ୍ତୀ ସମ୍ରାଟ ହେଉଛନ୍ତି ଜରାସନ୍ଧ। ସେ ପାତାଳପୁରୀ ଅର୍ଥାତ୍ ଆମେରିକା ରାଜ୍ୟର ସୁପାଚ୍ୟଙ୍କୁ ପରାସ୍ତ କରି ବାର୍ତ୍ତକ ରାଜ୍ୟ ସ୍ଥାପନ କରିଥିଲେ। କାଳାନ୍ତରରେ ଏହି ବଂଶର ରାଜାମାନଙ୍କୁ ରୱାନୀ କ୍ଷତ୍ରିୟ ବୋଲି କୁହାଯାଇଛି। ଏହି ବଂଶର ସୃଷ୍ଟି ବିଷୟରେ କୁହାଯାଇଛି ଯେ ଯେତେବେଳେ ଶୂଦ୍ର ରାଜା ଧନାନନ୍ଦ ମଗଧର ସମସ୍ତ କ୍ଷତ୍ରିୟ ରାଜାଙ୍କୁ ହତ୍ୟା କରିଚାରିଲେ, କ୍ଷତ୍ରିୟ ରମଣୀମାନଙ୍କ ଉପରେ ଅତ୍ୟାଚାର କରି ବସିଲେ, ସେତେବେଳେ ଏହି ଚନ୍ଦ୍ର ବା ସମବଂଶୀ ରାଜାମାନେ ମଗଧ ରାଜ୍ୟ ତ୍ୟାଗ କରି ପଳାୟନ କଲେ। ସେମାନେ କୌଣସି ଗୋଟିଏ ସ୍ଥାନରେ ଅଟକି ନ ଯାଇ ବିଭିନ୍ନ ସ୍ଥାନକୁ ଗମନ କରୁଥିବାରୁ ତାଙ୍କୁ ରୱାନୀ ବୋଲି କୁହାଗଲା। ସଂକ୍ଷିପ୍ତ କୋଶଳପାଟଣା ଇତିହାସରୁ ଜଣାପଡ଼େ ଯେ ନନ୍ଦ ରାଜତ୍ୱ ସମୟରେ ତୋଷାଳୀ ବା ତୋଷରା ଐଳବଂଶୀ ରାଜା ବିଦ୍ରୋହ କରି ନନ୍ଦଙ୍କ ଠାରୁ ସ୍ୱାଧୀନ ହୋଇଥିଲେ। ନନ୍ଦ ରାଜତ୍ୱ ଧ୍ୱଂସ ପରେ ସେହି ରୱାନୀ କ୍ଷତ୍ରିୟମାନେ ପୁଣି ମଗଧ ଓ କୋଶଳର ଅନେକ ସ୍ଥାନରେ ଶାସନ କଲେ। ଚନ୍ଦ୍ରବଂଶୀ ରାଜା ନନ୍ନୁ ବା ଚନ୍ଦ୍ରଦେବଙ୍କ ଦ୍ୱାରା ଚନ୍ଦେଲ ବଂଶ ସୃଷ୍ଟି ହେଲା। ନନ୍ଦଦେବ ପ୍ରାୟ ଖ୍ରୀଷ୍ଟ 559ରୁ 572 ମଧ୍ୟରେ ବାକାଟକମାନଙ୍କୁ କୋଶଳ ରାଜ୍ୟରୁ ବିତାଡ଼ିତ କରି ଶ୍ରୀପୁରଠାରେ ରାଜଧାନୀ ସ୍ଥାପନ କରିଥିଲେ। ସଂକ୍ଷିପ୍ତ କୋଶଳପାଟଣା ଇତିହାସ ପୃଷ୍ଠା 44 ଏବଂ ଦକ୍ଷିଣ କୋଶଳ ବା ପଶ୍ଚିମ ଓଡ଼ିଶାର ଇତିହାସ 17 ପୃଷ୍ଠାରେ ଚନ୍ଦେଲ ବଂଶ ବିଷୟରେ ଉଲ୍ଲେଖ ରହିଛି। ମାର୍କଣ୍ଡେୟ ପୁରାଣରେ ଏହି ବଂଶର କୁଳଦେବୀ ଜରା ବୋଲି ବର୍ଣ୍ଣିତ ହୋଇଛି। ଏଥିରୁ ପ୍ରମାଣିତ ହେଉଛି ଯେ କୌଣସି ସୋମବଂଶୀ ରାଜାଙ୍କ ଦ୍ୱାରା ଜରାସିଂହାରେ ଜରା ଦେବୀଙ୍କ ପୀଠ ସ୍ଥାପିତ ହୋଇଥିଲା। ବାଗ୍ମୀ ବିଶ୍ୱନାଥକରଙ୍କ ଦ୍ୱାରା ସମ୍ପାଦିତ ସୁଖ୍ୟାତ ଉତ୍କଳ ସାହିତ୍ୟ ପତ୍ରିକାରେ ଜରାସିଂହା ଶୀର୍ଷକ ଏକ ଲେଖା 1914 ମସିହାରେ ପ୍ରକାଶିତ ହୋଇଥିଲା। ଶ୍ରୀମାନ ଆଲୋକ ବରାଳ ଶାନ୍ତିନିକେତନରେ ଗବେଷଣାରତ ଥିବା ସମୟରେ ସେହି ପତ୍ରିକାର ଛିନ୍ନ ପୃଷ୍ଠାରୁ ଯାହା ସଂଗ୍ରହ କରିଥିଲେ ତାହା ବଲାଙ୍ଗୀର ଲୋକ ମହୋତ୍ସବ 2008 ପତ୍ରିକାରେ ଲେଖକ ମୃତ୍ୟୁଞ୍ଜୟ ପାଠୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ସେହି ଲେଖାର କିଛି ଅଂଶ ଏଠାରେ ଉଦ୍ଧୃତ କରାଯାଇଛି। ପୂର୍ବକାଳରେ ପାଟଣା ରାଜ୍ୟର ଅଧିକାଂଶ ଅରଣ୍ୟମୟ ଥିଲା ଏବଂ ଏହା ସପ୍ତ କୁଆଁରୀ କନ୍ୟାଙ୍କର ନିବାସ ଭୂମି ଥିଲା। ସେହି କୁଆଁରୀ କନ୍ୟାମାନେ ଜରାସିଂହାଠାରେ ଜରା ଦେବୀଙ୍କର ଉପାସନା କରୁଥିଲେ। ଜରା ଦେବୀଙ୍କ ପୀଠର ଅନତି ଦୂରରେ ଗୋଟିଏ ସ୍ୱର ଥିଲା, ତାହାର ନାମ ଜରାସର। ଏହି ଜରା ସରୋବରର ଜଳ ସେବନ କରିବା ଦ୍ୱାରା ବାର୍ଦ୍ଧକ୍ୟ ଦୂର ହେଉଥିଲା। ଜରା ଦେବୀଙ୍କ ପ୍ରସାଦରୁ ସେହି ସପ୍ତକନ୍ୟା ଚିର ଯୌବନ ପ୍ରାପ୍ତ ହୋଇଥିଲେ ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟାବଳୀ ସମ୍ପାଦନ କରୁଥିଲେ। ସେତେବେଳେ ଜରାସିଂହା ନିକଟରେ କୌଣସି ବସତି ନଥିଲା। କେତେକ ଲୋକ ଅରଣ୍ୟ ମଧ୍ୟରେ ଜୀବନଯାପନ କରୁଥିଲେ। ଜରାଦେବୀଙ୍କ ପୀଠ ଅଦ୍ୟାପି ରହିଛି।
ଲୋକମାନେ ନିଜ ସ୍ଥାନୀୟ ଭାଷାରେ ବୁଢ଼ିଆଇ ବା ବୁଢ଼େଇ ବୋଲି ପୂଜା କରୁଛନ୍ତି ଏବଂ ଜରାସରର ଏକ କ୍ଷୁଦ୍ର ଅଂଶକୁ ବୁଢ଼େଇ ବନ୍ଧ ବୋଲି କହୁଛନ୍ତି। ଅତୀତରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ ଓ କୋରାପୁଟ ଅଞ୍ଚଳ ନିଘଞ୍ଚ ଅରଣ୍ୟ ଥିଲା। ଏହା ଦଣ୍ଡକ ବନର ଅଂଶବିଶେଷ ବୋଲି ମଧ୍ୟ ଐତିହାସିକ ମତ ରହିଛି। ଏହାକୁ ବିଷ୍ଣୁବାତ ବନ, ବନଖଣ୍ଡି ଏବଂ ଜରାବନ ବୋଲି ମଧ୍ୟ କୁହାଯାଉଥିଲା। ଏହା ମାତା ଜରାଗୌରୀଙ୍କର ବିହାରସ୍ଥଳୀ ହୋଇଥିବାରୁ ତାଙ୍କୁ ବନଖଣ୍ଡି, ବନଦୁର୍ଗା ବୋଲି କୁହାଯାଏ। ଜରାଗୌରୀଙ୍କ ନାମ ଅପଭ୍ରଂଶ ହୋଇ ଜରାଗୁରା ହୋଇଥିବାର ଅନୁମିତ ହୁଏ। ବର୍ତ୍ତମାନର ଜରାସିଂହା ଗ୍ରାମକୁ ଅତୀତରେ ଜରାଗୁରା ବୋଲି କୁହାଯାଉଥିଲା। ଆବହମାନ କାଳରୁ ମା ବୁଢ଼ିଆଇ ଜରାସିଂହା ଗ୍ରାମରେ ପୂଜା ପାଇ ଆସୁଛନ୍ତି। ଐତିହାସିକ ଜରାଗୁରା ବା ଜରାସିଂହା ସହିତ ଏହି ଦେବୀଙ୍କର ନାମ ଜଡ଼ିତ ରହିଛି। ବୁଢ଼ିଆଇ ଦେବୀଙ୍କ ମନ୍ଦିର ରାଜବାଟୀ ସହିତ ସଂଯୁକ୍ତ ହୋଇ ଗ୍ରାମର କେନ୍ଦ୍ର ସ୍ଥାନରେ ରହିଛି। ବର୍ତ୍ତମାନ ଆଉ ସେହି ରାଜବାଟୀ ନାହିଁ। ମନ୍ଦିର ନିକଟରେ ବୁଢ଼ିଆଇ ବା ବୁଢ଼େଇ ଦେବୀଙ୍କର ନାମରେ ଏକ ବୃହତ୍ ଜଳାଶୟ ରହିଛି। ତାକୁ ବୁଢ଼େଇ ବନ୍ଧ କୁହାଯାଉଛି। ଏହି ପୁଷ୍କରିଣୀରେ ଦୁଇଟି ମୁଖ୍ୟ ଘାଟ ରହିଛି। ଗୋଟିଏ ବୁଢ଼େଇ ଘାଟ ଓ ଅନ୍ୟଟି ଚୋରଣୀ ଘାଟ ବା ଗୁପ୍ତ ଘାଟ। ବୁଢ଼ିଆଇ ମନ୍ଦିର ଓ ବୁଢ଼େଇ ଘାଟର ମଧ୍ୟଭାଗରେ ସପ୍ତଶାଖା ବିଶିଷ୍ଟ ଏକ ପୁରୁଣା ବଟବୃକ୍ଷ ରହିଛି। ସେହି ବୃକ୍ଷକୁ ମଧ୍ୟ ଲୋକମାନେ ବୁଢ଼େଇ ବରଗଛ ବୋଲି କହନ୍ତି। ଏହି ବୃକ୍ଷ ନିମ୍ନ ଭାଗରେ ପୁରାତନ କାଳରୁ ଦେବୀଙ୍କର ଦ୍ୱିତୀୟ ପୀଠ ରୂପେ ଚିହ୍ନିତ କରାଯାଇଛି। ଏହି ପୀଠରେ ଲୌହ ନିର୍ମିତ ପୁରୁଣା ନିଶାନ ସ୍ଥାପିତ ହୋଇଛି। ବୁଢ଼ିଆଇଙ୍କ ଛତ୍ରଯାତ୍ରା ସମୟରେ ଏଠାରେ ରାପୁନି ବା ଛତ୍ରବତୀଙ୍କର ପୂଜା ହୋଇଥାଏ। ବୁଢ଼େଇ ମନ୍ଦିର ଭିତରେ ଦେବୀଙ୍କର ପ୍ରଥମ ପୀଠ ରହିଛି। ସେହି ପୀଠର ଏକ ପ୍ରମୁଖ କୋଣରେ ପଶ୍ଚିମାଭିମୁଖୀ ଖଣ୍ଡା ସ୍ଥାପିତ ହୋଇଛି। ସେହି ଖଣ୍ଡା ଦେବୀଙ୍କ ପ୍ରତୀକ ରୂପେ ପୂଜିତ ହେଉଛନ୍ତି। ପୂର୍ବରୁ କୁହାଯାଇଛି ଯେ ମା ଜରା ବା ବୁଢ଼ାଇ ପାର୍ବତୀଙ୍କର ଅନ୍ୟତମ ରୂପ ବା ଅବତାର ଅଟନ୍ତି ଏବଂ ସୋମବଂଶୀ ରାଜାଙ୍କର କୁଳଦେବୀ ଅଟନ୍ତି। ତେଣୁ ସୋମବଂଶୀ ଐର ବା ଐରବଂଶୀୟ କୌଣସି ରାଜାଙ୍କ ଦ୍ୱାରା ଏହି ପୀଠ ସ୍ଥାପିତ ହୋଇଛି ବୋଲି ଅନୁମିତ ହୁଏ।